14 ବର୍ଷରେ କିଏ ରହିଥିଲେ ଯଦି ଟଙ୍କା ଆଜି ନଦିଅ ଯେଉଁ ବିଲରେ ତମକୁ ଧାନ ରହିଲା ଭଳିଆ ରହି ଯାଇଛି ସଂକ୍ରାନ୍ତି ପଇସା ଦିଆହବ ପଇସା ମିଳୁନି ପଇସା ନ ମିଳିଲେ ବୁଦ୍ଧି ହେଇକି ଛକ ଉପରେ ବାନ୍ଧିବୁ ମା ଏ ବୁଝାଇ ଗଲା କୁଆଡେ ବୁଝାଇ ଦେଖା ନାହାନ୍ତି କଣ ଏଠି ଆମକୁ ପକେଇ ଦେଇକି ଆମେ ଏଇଠି ରହୁଛୁ ସକାଳୁ ଯାଇଛି ଯେ ଯାଇଛି ଏତେ ତାମାନେ ଇଏ ହାରାମି ଲୋକ ବୋଧେ ବୁଝାଇ ଆଉ ପାନ ନାହିଁ କଣ ଚା ନାହିଁ ପାନ ନାହିଁ କିଛି ନାହିଁ ଖାଇବାକୁ ଦଉନି ଆସିକି 12ଟା ବାଜିଲାଣି କଣ ଆମେ ଏଠି କଣ ଏମିତି ମରିବା ନା କଣ ଇଏ ବୁଝେଇ ଗଲା କୁଆଡେ ବା ଏ ସୁଣ୍ଠା ଲୋକ ମାନେ ପରମ ହାରାମି ଭଳିଆ ଜଣା ପଡୁଛି ଆଉ ନାଇଁ ନାଇଁ ସେ ବୁଝେଇ ତାର କୋଉଠି ତାର ନାମ ନଉ ଆମେ ଆମର ରହି ଚାଲ କଣ କଥା ଦଉ ଇଏ ସବୁ କହିଛି ଆମ ମୋର ଅଗ ଦବ ତଳୁକୁ ଆଉ ମୂଳ ଦବ ଉପରକୁ ମୋର ଚେର ନମ୍ବିବ ଭଳିଆ ଲୋକ ତ ମୁଁ ଦେଖିଲି ଖାଲି ବିଲ କାଦୁଅ କରି ଫୋପାଡ଼ି ଦେଇଛି ଆମକୁ କହୁଛି ତମେ ରୁହ ଇଏ ଗଲା କୁଆଡେ ବା ଗଣି ପୋତା ହେଇଛି ବିଲ ଦେଖେଇ ଦେଇ କୋଉଠି ଦେଖା ନାହାନ୍ତି ଚିହ୍ନ ମାରି ଦେଇ ଯାଇଛି ନାଇଁ ମୁଁ କେଉଠି ଛାଡ଼ି ପଳେଇ ଚାଲ ବୁଝେଇ କହୁଥିଲା ଆସିବ ତଳି ନେଇକି କାଇଁ ତଳି ଆଣିବ ପାନ ଆଣିବ କାଇଁ ତମେ କହୁଥିଲ ନା ତଳି ଆସିବ ବୋଲି ନେଇକି ଆସିବ ବୋଲି ମୁଣ୍ଡେଇକି ତଳି କାଇଁ କହିଲା ତମ ପାଇଁ ଗୋଟେ ବ୍ୟବସ୍ଥା କରିବି କଣ କାଇଁ କିଛି ତ ନାହିଁ କୋଉ ବ୍ୟବସ୍ଥା କାଇଁ ବ୍ୟବସ୍ଥା ଆମର ଢିଲା ହେଲାଣି ବ୍ୟବସ୍ଥା କିଛି ନାହିଁ ପାଟ ମଧ୍ୟରେ କଣ ଆମେ ମଣିଷ ନା ପଶୁ କି କଥା ଏତେ ସୁଣ୍ଢା ଲୋକ ଅଛି ପାଣି ଜମା ନାହିଁ କି କଥା ଏ ମୁଁ ଯାଉଛି ସେ ବୁଝେଇ ତାର ଆସୁ ତମେ ଦେଖିଲ ବୁଝେଇ ଆଉଛି ଡାକିଲ ନହେଲେ ପାଣି ଭିତରେ ଆଉଛି ଡାକ ଜୟ ହୋ ବୁଦ୍ଧି ଠିଆ ହେଇକି ଡାକ ରେ ବୁଦ୍ଧି ଆରେ ତଟି ଶୁଖିଲା ରେ ହେଇଆ ବୁଝାଇ ଆଉଛି ଏ ବୁଝାଇ ଆଇଲାଣି ବୋଧେ ଆଇଲାଣି ବା ତଳକୁ ମୂଳ ଉପରକୁ ରହିଲେ ଏମିତି ରହିବ ନା ନାଇଁ ନାଇଁ ଏବାକେ ରହିଥିଲ ଆଉ ଇଏ କଣ ହବ 14 ବର୍ଷରେ କିଏ ରହିଥିଲେ ରହିଲେ ହବ ତ କଣ ମାଲିକ ମାଲିକ ତମେ ଚାଷ କରୁଛ କି ଏମିତି ତାହେଲେ ଏମିତି ହବ ମାଟି ଭିତରୁ ତ ଦେଖ ବା କେମିତି ଲୋକ ରହିଛନ୍ତି ମାଲିକ ପରେ ବିଲ ମାଲିକ ଆଣେ କେମିତି ସାଇଲେଣି ମୂଳ ତଳକୁ ଦିଆ ହେଇଯିବ ନା ବୁଝି ବିଲ ଆସି ସଇଲାଣି ତମେ ଯାଇଥିଲ କୁଆଡେ ତମକୁ ଆମକୁ କହିଥିଲି ଅପେକ୍ଷା କରିବାକୁ ଗୋଟା ପାଣି ନାହିଁ କି ଖାଇବା ନାହିଁ ପାନ ନାହିଁ କିଛି ନାହିଁ ଏଠି ଖଟି ଖଟି ମଣିଷ ମଲାଣି ତମେ ଯାଇଛ ମୁଁ ସବୁ ଆଣିକି ଆଇଛି କାଇଁ ହେଇ ବା ସବୁ ଥୋଇଛି ଆଣିକି ଏଠି ଇଏ ଯୋଉ ପାଗ ଦେଇଛି ଇଏ ପାଗରେ ବଡି ଥରି ଯାଉଛି କାଇଁ ଦେବି ଟିକେ ନାଲି ଚା ବି ନାହିଁ କିଛି ନାହିଁ ପଇସା ନବ ନା ମାଗଣା କରିବ ତମେ ବା କହିଥିଲ ସବୁ ବ୍ୟବସ୍ଥା କରିବି କୋଉ ବ୍ୟବସ୍ଥା କାଇଁ ସବୁ ମାନେ ରହିବ ଯିବ ସବୁ ରୁଆ ସଇଲାଣି ତମର ଦେଖା ନାହିଁ ଭଳିଆ ଲୋକର ଆସିବା କଥା ନୁହଁ ତମେ ବଡ ବଡ ଖାଲି ଗପି ଦେଲ କାଇଁ କାମ କାଇଁ ବୁଝାଇ ଇଏ ଇଟିଲି ତରକାରୀ କଣ ତମ ଦୋକାନରୁ ଆଇଛି ନା ଭଲ ହେଇନି ସେ ସାର୍ ଯୋଉ ଥିଲେ ସିଏ କରିଥିଲି ବାକି ସୁଝି ପାରିନାହାନ୍ତି ସେଇ ତିଆରି କରୁଛନ୍ତି ମୁଁ ଏନା ତମ ପାଖେ କେତେ ବାକି କରିଥିଲେ 15,000 ସୁଝି ପାରିନାହାନ୍ତି ଆଜି ବନ୍ଦ ଆଉ 15 ଦିନ ରହିଲାଣି ଆହୁରି ସାର୍ ଏମିତି ଖଟୁଥିବେ କଣ କରିବା ତାଙ୍କୁ ଦୋକାନରେ ଛାଡ଼ିକି ତମେ ଏଠି ଚାଷରେ ମାତିଛ ସେ ରହିଲେ ମୋର ଲାଭ ହେଲା
ଯାହା ବି ହେଲେ ତମ ଦୋକାନ ଜିନିଷ 1 ନମ୍ବର। ସେ ସାର୍ 15,000 ବାକି ନ ସୁଝିବର ଦୋକାନ ରହିବାର ମୁଁ ଏଠି ଆରାମରେ ଆଉଛି। ଓହୋ କୋଉଟା ପାଇ ଯାଇଛ ଗୋଟା ହାଲକା ଆଉ ସାର୍ ତାଙ୍କର ଦୋକାନ ଯାଇଥିଲେ ତମେ ଆସି ଏଠି ବିଲରେ ଆମକୁ ଖଟେଇବ ମାରିବ ଆଣିକି 12ଟା ବେଳେ ଦବ। ଆଉ ଖାଇବ କିଏ ତମେ ଦୋକାନକୁ ଫୋନ କର ଆଉ ମାଲ ଆସି ପହଞ୍ଚୁ। ଛେନା ପୋଡ଼ ଖାଇବ ହାଇ ଖାଇ ଲୋକ ସବୁ ତରକାରୀଟା ବଢିଆ ଟେଷ୍ଟ ଲାଗୁଛି। କିଏ ସାର୍ କରିଛନ୍ତି କି? ନା ସାର୍ କଣ ଆସେ ଆଉ ମୁଁ ବା କରିକି ଆଇଛି। ନିଜେ କରିକି ଆଇଲ ମିଛ କାଇଁ କହୁଛ ମ? ବୁଧିଆଇ ଦୋକାନ ହାଇଲାଇଟ। ଆଉ କଣ ଖାଇବ? କଣ କଣ ଆଣିଛ କି ଆଉ? ତାପରେ ଆଉ କିଛି ଦବାର ଅଛି? ଆଉ କଣ ଦେବି? ଆଉ କିଛି ଦବନି? ନା ତମେ ଆଜ୍ଞା ଇଏ ଯୋଉ ବିଲ କାମ ଲାଗିଲା ଇଏ ଯୋଉ ଟିଫିନି ଇଏ ବୁଧିଆଇ ଦୋକାନ ଟିଫିନି। ଆଉ ଯାହାର ବି ଟିଫିନି ଦରକାର ବୁଧିଆଇ ଦୋକାନରେ ଆସିକି ପହଞ୍ଚ। ବୁଧିଆଇ ସାଙ୍ଗରେ କଣ୍ଟାକ୍ଟ କର। ଇଟିଲି ସାଙ୍ଗକୁ ତରକାରୀ ତା ସାଙ୍ଗକୁ ବରା। ଆଉ ରହିଲା ଆମର ଆଡ୍ରେସ ପାଣ୍ଡିଗର ବଜାର ଛକନା କେନ୍ଦ୍ରାପଡ଼ା ଆଖଣ୍ଡଳମଣି ମନ୍ଦିର ସାମ୍ନା। ଆଉ ବୁଧିଆଇ ଆଉ କୋଉଠି ରହିଲା ବିଲ? ଏଇଟା ଆଉ ତମେ ତଳି ବସ୍ତା ମୁଣ୍ଡେଇକି ଚାଲ ଆଗେ ରହୁଥବ। ହେ ବାପା ମୁଁ ବୁଢା ଲୋକ ମୁଁ ନେଇପାରିବି କାଇଁ? ନାଇଁ ବାପା ମୁଁ କାଦୁଅରୁ ଉଠି ପାରିବି। ଆମେ ନେଇକି ଯିବୁ। ତମେ ଯେହେତୁ ରହୁଛ ଧାନ ହବ ତ କେଜାଣି ହେଇବା ରୁଆ ହେଇଛି। ନାଇଁ ମୁଁ ଭାବୁଥିଲି ଅଗ ତଳକୁ ମୂଳ ଉପରକୁ। ଯେମିତି କହିବ ଆମେ ସେମିତି କରିବୁ। ନାଇଁ କେମିତି ରୁଆ ହୁଏ? ଆମେ କହିପାରିବୁନୁ ଏଇ ବଇଛନ୍ତି ରୋଇଲା ବାଲା। ଏ ଭାଇ ଏ ରୁଆ ହବ ମୁଁ ଭାବୁଛି ଗୋଟେ ଅଗ ତଳୁ ମତେ 2 ଜଣ କହିଲେ ଏମିତି ରୁଆ ହବ ମୁଁ ଜାଣିନି। ଆଉ ମୁଁ ବସେ କଥା ଆଉ ମୁଣ୍ଡରେ ପୁରାଇ ତଳକୁ ରହିବ ତେର। ନାଇଁ ମୁଁ ପ୍ରଥମ କରୁଛି। ପ୍ରଥମ କରୁଛ? ଓହୋ ପ୍ରଥମ ଏଇଟା ଜାଣିବେ ନା ଥର ଉପରକୁ କୋଉଟା ତଳକୁ କୋଉଟା? ନାଇଁ ବା ଉପରକୁ ତଳକୁ ଗଲେ ରୁଆଟା ଉପରକୁ ଉଠିବ ନା ନାଇଁ? ଏମିତି ଉଠିବ ଆଉ। ହଁ ହଉ ଉଠିବ ଆଉ। ତମେ ଜାଣିପାର ତମରି ବିଲ ପାଖରେ ବିଲ ତମେ ଖାଇ ଦେଇକି ଯାଇ ରହିବ ହଁ ହେଲା ଡେରି କରିବନି। ନାଇଁ ତମେ ରୁଆଟା ଯାଇ ଶିଖେଇ ଦିଅ ପିଲାଙ୍କୁ। ରହିଛ ଧାନ ହବ ତ? ଧାନ ବା ଏମିତି ହବ ପୁରା ତମେ ନେଇପାରିବୁନି ଘରକୁ। ଆଉ ଘରକୁ ନେଇପାରିବିନି କରୁଛ କାହିଁକି? ମାନେ ଆଉ ଘରକୁ ତ ନେଇପାରିବିନି। ତମେ ମୁଣ୍ଡେଇକି ନଉଛ ଟ୍ରାକ୍ଟର ଲାଗିବ। ଟ୍ରାକ୍ଟର ଲାଗିବ? ତା ପଇସା କିଏ ଦବ? ଆରେ ବିଲ ବାଲା ଦବ ନା କଣ ଆମେ ଦବୁ? କଣ ମୁଁ କହିବି କଥା ଆଉ ତମେ ଦବ ନା ଆଉ। ନା କେମିତି ଛାଁ ଥିବ ଘର ଜାଗା ସେଇଟା କେମିତି କଣ ଚାଲିକି ଯିବ ନା କଣ? ତମେ ଲଗେଇଲ ତମେ ନେଇ ଘରେ ଦେଇ ଆସିବ। ନାଇଁ ତମେ ଅମଳ କରି ଦେଇଯିବୁ ନା ଆଉ କେମିତି ଦବ? କେମିତି କଥା? ଆଉ ରହିବା କାଇଁ ଯାଇଥିଲ? ରହିବା କହିଥିଲ ତମେ ଚାଷ କାମ ହଉଛି ନା ରୁଆ ହବ ସମସ୍ତଙ୍କ ରୁଆ ହେଲେ ଯେମିତି ଫଳିବ ନେଇ ଦବ ନା ଆଉ। କେମିତି କଥା ଦେଖୁନ ଆଉ ମାନେ ଆମେ ରହିଲୁ ବୋଲି ଆମେ ତମ ଘଟି ଅମଳ କରି ଚାଷ କରିଦେବୁ। କାଇଁ ଯାଇଥିଲ? କଣ ବୁଝାଇ କଣ କହୁଛୁ? ବୁଝାଇ କହୁଛି ତମେ ଚାଷ କର ଏଠି ରହିଲ ମାନେ ଅମଳ କରି ଆମେ ତମ ଘଟି ବୁଝାଇ ସବୁ କାଟିବ ନିଜେ କାଟିବ ନିଜେ ଅମଳ କରିବ ନିଜେ ବସ୍ତା ପ୍ୟାକ୍ କରିବ ନିଜେ ଥୋଇବ। ଟଙ୍କା ତମେ ବଡ ବଡ ଗପୁଛ କହୁଛ ଅମଳ କରି ନେଇ ଥୋଇବୁ। ଆର ବର୍ଷ ଟଙ୍କା ଦେଇଛ? ଦେଇନି ଆଇଥିଲ କାଇଁ? ଦେଇଛ? ଆଇଲ କାଇଁ? ଆଇଲୁ ଖାଲି ବୁଝିଆଇକି ଜଳିଖିଆ ଦୋକାନକୁ ଲକ୍ଷ୍ୟ ରଖି ଆଇଲୁ। ଆମେ ରାତି ପାଇଲେ ଖାଉଛୁ ବୁଝିଆଇ ପାଖରେ। ଆଉ ଯଦି ଟଙ୍କା ଆଜି ନ ଦିଅ ଏଇ ବିଲରେ ତମକୁ ଧାନ ରହିଲା ଭଳିଆ ରୋଇ ଯାଇଛୁ। ସଂକ୍ରାନ୍ତି ପଇସା ଦିଆହବ। ସଂକ୍ରାନ୍ତି ହଉ ସଂକ୍ରାନ୍ତି ମାସ ତ କିଛି କାମ ସଇଲାଣି ସଂକ୍ରାନ୍ତି କାମ ହବନି ସରିଗଲାଣି। ଟଙ୍କା ଦବିନି ଟଙ୍କା ଦବନି ତମେ ଜମା ଦେବି ତମେ ଦବନି 100 ଥର ଦବ ପଇସା କହିଥିଲି ମୁଁ ଦବାକୁ 100 ଥର ଦବ। ତମେ ଖାଇବା ପାଇଁ ଆଇଛ କାମ ହବ ସଂକ୍ରାନ୍ତି ଖାଇବା ପାଇଁ ସଂକ୍ରାନ୍ତିରେ ଟଙ୍କା ପରିବାର ମୁଁ ଚଳେଇବି। ମୁଁ ଚଳେଇବି କାହିଁକି ଚଳେଇବ ଆଉ ଚାଲ ସବୁଦିନ ଚଳେଇବ। ତୁମ ଦୋକାନ କିଏ ସମ୍ଭାଳିବ? ସବୁଦିନ ଚଳେଇବ। ତମେ କଣ ଭାବୁଛ? ମୋର ରୁଆ ପଇସା ଦେବ କଥାରେ ପଇସା ଦେବିନି। ତଳି ଓପାରି ଆର ବର୍ଷ ପଇସା ଅଛି ପୁଣି ତମେ ତଳି ଓପାରି ନେଇ କାହିଁକି ଷେଣ୍ଢ ପାଳିଛ ରଖିପାରୁନା ତୋଳିକିଆରେ ଯାଇ ପଶି ଲୋକଙ୍କର ଖାଉ ସେଦିନ ଆମେ ଦେଖିଦେଲୁ। ମୁଁ ଷଣ୍ଢ ମୋ ଷଣ୍ଢ ଖାଇଲା ବୁଦ୍ଧିଆ ଷଣ୍ଢ ହେଲେ ବି ତା ଷଣ୍ଢକୁ ବାନ୍ଧୁ। ସେଦିନ ସେ ଭାଇ ଆମର ତୋ ସାଙ୍ଗରେ ଯୁଦ୍ଧ କରିଥିଲେ ତି ତୋ ଷଣ୍ଢ ଯାଇ ତାଙ୍କ ତଳି ସବୁ ନଷ୍ଟ କରିଛି। ଷଣ୍ଢ ବାନ୍ଧିକି ରଖ ନହେଲେ ମାଡ଼ ବସିବ। ପଇସା ମିଳୁନି ଆଇଥିଲ କାଇଁ? ପଇସା ମିଳୁନି ପଇସା ନ ମିଳିଲେ ବୁଦ୍ଧି ହେଇକି ଛକ ଉପରେ ବାନ୍ଧିବୁ। ମୁଁ ଦେବିନି ମୋର କଣ ତାଡ଼ିବ ତାଡ଼ିବୁ ବିଲ ରୁଆ ସଇଲାଣି। ଆଉ ରୁଆରୁ ନାହିଁ
ରୁଆ ଖାଇଲା ପରେ ହାତ ମାରି ପାରିବୁନି। এই মোটা ওরা। সব মারতে ওরা। হসপিটালে যাও তুমি ধরে মারছো এই ওপর পারলা এই কাই ওপর না ওপর দে আও পানা ও গুলি দে টঙ্কা দিও সংক্রান্ত আদি নাই টঙ্কা আজি দব আদি নাই আজি টঙ্কা দব অনলাইন এ সবু ওপার এ মু দেবিনি কোন করে সবু ওপার দেব